ओम शांति। आज आमे ब्रह्मा कुमारींक द्वारा प्रदत्त 29 डिसेम्बर 2025 ର ଦୈନିକ ମୁରଲି ଉପରେ ଏକ ଗଭୀର ଆଲୋଚନା କରିବାକୁ ଯାଉଛୁ। ଓମ୍ ଶାନ୍ତି। ଏହି ଆଲୋଚନାକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ପାଇଁ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ। ଆଉ ହଁ, ଏହିପରି ଦୈନିକ ମୁରଲି ଏବଂ ଅନ୍ୟାନ୍ୟ ଉପଯୋଗୀ ବିଷୟବସ୍ତୁ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ତେବେ ଆଜିର ମୁରଲିର ଯେଉଁ ମୁଖ୍ୟ ବାକ୍ୟଟି ଅଛି ହଁ, ସେଇଟା ହେଉଛି ମଧୁର ସନ୍ତାନଗଣ ବର୍ତ୍ତମାନ ଘରକୁ ଯିବାର ଅଛି, ତେଣୁ ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ଭୁଲି କେବଳ ମୋତେ ସ୍ମରଣ କର ଏବଂ ପବିତ୍ର ହୁଅ। ବାଃ, ଏହା ଭିତରେ ହିଁ ସବୁ କିଛିର ସାର ରହିଛି। ହଁ, ଆଉ ଏହାକୁ ନେଇ ଆମେ ଆଗକୁ ବଢ଼ିବା। ତେବେ ମୁରଲିର ଆରମ୍ଭରେ ହିଁ ଗୋଟେ ବହୁତ ସୁନ୍ଦର ପ୍ରଶ୍ନ ପଚରାଯାଇଛି। ଆଜ୍ଞା, ପ୍ରଶ୍ନଟି ହେଲା, ଆତ୍ମା ସମ୍ବନ୍ଧରେ ଏପରି କେଉଁ ସୂକ୍ଷ୍ମ କଥା ଅଛି ଯାହାକୁ କେବଳ ସୂକ୍ଷ୍ମ ବୁଦ୍ଧି ଥିବା ବ୍ୟକ୍ତି ହିଁ ବୁଝିପାରିବେ? ଏହି ପ୍ରଶ୍ନଟି ହିଁ ସବୁ କିଛିର ମୂଳଦୁଆ। ଆଉ ଏହାର ଉତ୍ତରରେ ଯେଉଁ ଉପମା ଦିଆଯାଇଛି ତାହା ଅତ୍ୟନ୍ତ ଶକ୍ତିଶାଳୀ। କ'ଣ ସେ ଉପମା? କୁହାଯାଇଛି ଯେ ଆତ୍ମା ହେଉଛି ଗୋଟିଏ ଛୁଞ୍ଚି ଭଳି। ଆରମ୍ଭରେ ସତ୍ୟ ଯୁଗରେ ତାହା ସମ୍ପୂର୍ଣ୍ଣ ଶୁଦ୍ଧ ଆଉ ଚିକ୍କଣ ଥାଏ। ଆଚ୍ଛା। କିନ୍ତୁ ସମୟକ୍ରମେ ସଂସାରରେ ରହି ରହି ତାହା ଉପରେ ଧୀରେ ଧୀରେ କଳଙ୍କି ଲାଗିଯାଏ। କଳଙ୍କି। ଏ କଳଙ୍କି ଶବ୍ଦଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏଇଟା ହିଁ ଆମର ଅପବିତ୍ରତା, ନୁହେଁ କି? ଏକଦମ। ଏହି କଳଙ୍କି ହିଁ ହେଉଛି ଆମ ଭିତରେ ଥିବା ବିକାର, ଆମର ଅପବିତ୍ରତା। ତେବେ ଏହି କଳଙ୍କି ଲାଗିବା କଥାଟା ବାସ୍ତବରେ ବହୁତ ଗଭୀର। ଏହା ଖାଲି ବଡ଼ ବଡ଼ ପାପ କଥା କହୁନି ବୋଧେ, ଆମ ଦୈନନ୍ଦିନ ଜୀବନର ଛୋଟ ଛୋଟ ନକାରାତ୍ମକ ଅଭ୍ୟାସ। ହଁ ହଁ, ଯେମିତି ହଠାତ୍ ଟିକେ ରାଗିଯିବା, ମନ ଭିତରେ ଟିକେ ଈର୍ଷ୍ୟା ଆସିଯିବା। ଏକଦମ ଠିକ୍ କହିଲେ। ଏସବୁ ଛୋଟ ଛୋଟ ଜିନିଷ ମିଶି ଧୀରେ ଧୀରେ ଆମ ଚେତନା ଉପରେ ଗୋଟେ ମୋଟା ଆବରଣ ସୃଷ୍ଟି କରେ। ତାକୁ ହିଁ ଏଠାରେ କଳଙ୍କି କୁହାଯାଉଛି। ତେବେ ଏହି କଳଙ୍କିକୁ ସଫା କେମିତି କରାଯିବ? ମୁରଲିରେ କୁହାଯାଇଛି ଏହି କଳଙ୍କିକୁ ସଫା କରିବାର ଏକମାତ୍ର ଉପାୟ ହେଉଛି ବାପାଙ୍କୁ ଅର୍ଥାତ୍ ପରମାତ୍ମାଙ୍କୁ ସ୍ମରଣ କରିବା। ଆଚ୍ଛା। ଏଠାରେ ଆଉ ଗୋଟିଏ ବହୁତ ସୁନ୍ଦର ଉପମା ଦିଆଯାଇଛି। ବାପାଙ୍କୁ ଏକ ଶକ୍ତିଶାଳୀ ଚୁମ୍ବକ ସହିତ ତୁଳନା କରାଯାଇଛି। ଓହୋ, ହଁ, ମୁଁ ବୁଝିପାରୁଛି। ଯେମିତି ଗୋଟେ କଳଙ୍କି ଲାଗିଥିବା ଛୁଞ୍ଚି ଚୁମ୍ବକ ଆଡ଼କୁ ଆକର୍ଷିତ ହୋଇପାରେ ନାହିଁ। ଠିକ୍ ସେହିପରି ଏକ ଅପବିତ୍ର ଆତ୍ମା ପରମାତ୍ମାଙ୍କ ଆଡ଼କୁ ସେଇ ଆକର୍ଷଣ ଅନୁଭବ କରିପାରେ ନାହିଁ। କଳଙ୍କିଟା ହିଁ ବାଧା ଦିଏ। ବାଃ, ଏହା କେତେ ସୁନ୍ଦର କଥା। ମାନେ ଦୋଷଟା ଚୁମ୍ବକର ନୁହେଁ, ବରଂ ଛୁଞ୍ଚି ଉପରେ ଲାଗିଥିବା କଳଙ୍କିର। ଏକଦମ। ତେଣୁ ଦାୟିତ୍ୱ ସମ୍ପୂର୍ଣ୍ଣ ଆମର। ନିଜକୁ ସ୍ମରଣ ରୂପକ ଅଗ୍ନିରେ ସଫା କରିବାକୁ ହେବ। ଆଉ ଯେତେବେଳେ କଳଙ୍କି ପୁରା ସଫା ହୋଇଯାଏ, ସେତେବେଳେ ଆତ୍ମା ପୁଣିଥରେ ନିଜର ମୂଳ ସତପ୍ରଧାନ ସ୍ୱରୂପକୁ ଫେରିଆସେ। ତାପରେ? ତାପରେ? ସେ ବାପାଙ୍କ ସହିତ ଘରକୁ ଫେରିଯିବାକୁ ଯୋଗ୍ୟ ହୋଇଯାଏ। ହଁ, ଠିକ୍ ସେଇଆ। ଏଠାରେ ଆପଣ ସତପ୍ରଧାନ ଶବ୍ଦଟି ବ୍ୟବହାର କଲେ। ମୁରଳୀରେ ହିଁ ସତପ୍ରଧାନ, ତମୋପ୍ରଧାନ, ସତ୍ୟଯୁଗ, କଳିଯୁଗ ଏସବୁ କଥା ବାରମ୍ବାର ଆସୁଛି। ଆସନ୍ତୁ ଏହାକୁ ଟିକେ ସରଳ ଭାବରେ ବୁଝିବା। ନିଶ୍ଚୟ। ସତ୍ର ଅର୍ଥ ହେଉଛି ସତ୍ୟ ବା ଶୁଦ୍ଧତା। ସତୋପ୍ରଧାନ ମାନେ ଯେଉଁଠି ଶୁଦ୍ଧତା ହିଁ ମୁଖ୍ୟ। ଏହା ହେଉଛି ସତ୍ୟଯୁଗର ଅବସ୍ଥା। ଆଉ ତମୋପ୍ରଧାନ? ତମର ଅର୍ଥ ହେଉଛି ଅନ୍ଧକାର। ତେଣୁ ତମୋପ୍ରଧାନ ମାନେ ଯେଉଁଠି ଆଧ୍ୟାତ୍ମିକ ଅଜ୍ଞାନତା ହିଁ ପ୍ରଧାନ। ଏହା କଳିଯୁଗର ଅବସ୍ଥା। ଏବଂ ଆମେ ବର୍ତ୍ତମାନ ଯେଉଁ ସମୟରେ ଅଛୁ ତାକୁ ସଙ୍ଗମ ଯୁଗ କୁହାଯାଇଛି। ମାନେ ଦୁଇଟି ଯୁଗର ମିଳନ ସମୟ, ଠିକ୍ ନା? ଏକଦମ। ଏହା ହେଉଛି କଳିଯୁଗର ଅନ୍ଧକାର ରାତିର ଶେଷ ଆଉ ସତ୍ୟଯୁଗର ଆଲୋକମୟ ଦିନର ଆରମ୍ଭ। ଏହା ଭିତରେ ଥିବା ଗୋଟେ ଛୋଟ କିନ୍ତୁ ବହୁତ ମହତ୍ୱପୂର୍ଣ୍ଣ ସମୟ। ଏହି ସମୟରେ ହିଁ ମନୁଷ୍ୟ ପୁରୁଷୋତ୍ତମ ହେବାର ସୁଯୋଗ ପାଏ। ହଁ, ଆଉ ମୁରାଲିରେ ଏହି ଦୁଇ ଯୁଗର ତୁଳନା ବହୁ ସ୍ପଷ୍ଟ ଭାବରେ କରାଯାଇଛି। କୁହାଯାଇଛି ଯେ କଳିଯୁଗର ସବୁ ତତ୍ତ୍ୱ, ଏପରିକି ମାଟି, ପାଣି, ଫୁଲ, ଖାଦ୍ୟ ସବୁକିଛିର ଶକ୍ତି କମିଯାଇଛି। ହଁ, ଏଇ ଉଦାହରଣଟା ମୋତେ ବହୁତ ଭଲ ଲାଗିଲା। କୁହାଯାଇଛି ଯେ କଳିଯୁଗର ଫୁଲ ଆଉ ସତ୍ୟଯୁଗର ଫୁଲ ଭିତରେ ଆକାଶ ପାତାଳ ତଫାତ୍। ନିଶ୍ଚିତ ଭାବରେ ଏହା ଦର୍ଶାଉଛି ଯେ ଆତ୍ମାର ଅବନତି ସହିତ ପ୍ରକୃତିର ମଧ୍ୟ ଅବନତି ହୁଏ। ଆଉ ସତ୍ୟଯୁଗରେ? ସତ୍ୟଯୁଗରେ ସବୁକିଛି ସତପ୍ରଧାନ, ପ୍ରକୃତି ଶୁଦ୍ଧ, ମନୁଷ୍ୟ ଦେବତା ସ୍ୱରୂପ। ସେଠାରେ ଅମାପ ଧନ ସମ୍ପତ୍ତି ଥାଏ, କିନ୍ତୁ କୌଣସି ପ୍ରକାରର ଚିନ୍ତା ବା ଦୁଃଖ ନଥାଏ। ତାହା ହିଁ ସ୍ୱର୍ଗ। ତେବେ ଏହି ମହାନ ପରିବର୍ତ୍ତନ ପାଇଁ ଯେଉଁ ମୂଳ ମନ୍ତ୍ର ଦିଆଯାଇଛି, ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ଭୁଲି କେବଳ ମୋତେ ସ୍ମରଣ କର, ଏଇଟା ଶୁଣିବାକୁ ଟିକେ କଠୋର ଲାଗୁଛି। ହଁ,
ଅହେଙ୍କଙ୍କ ମନରେ ଏହି ଦ୍ୱନ୍ଦ୍ୱ ଆସେ। ଜଣେ ସାଧାରଣ ଗୃହସ୍ଥ ଜୀବନରେ ରହି ଏହାକୁ କେମିତି ପାଳନ କରିବ? ଏହା କ'ଣ ସାଧାରଣ ସନ୍ନ୍ୟାସ ପରି ଯେଉଁଠି ସବୁକିଛି ଛାଡ଼ିଦେବାକୁ ପଡ଼େ? ନା, ବିଲକୁଲ ନୁହେଁ। ମୁରଲୀ ଏହାକୁ ସ୍ପଷ୍ଟ କରିଛି। ଏହା ପାରମ୍ପରିକ ସନ୍ନ୍ୟାସ ନୁହେଁ। ଏଥିପାଇଁ ଘର ଛାଡ଼ିବା, ବସ୍ତ୍ର ବଦଳାଇବାର କୌଣସି ଆବଶ୍ୟକତା ନାହିଁ। ତେବେ ଏହା କି ପ୍ରକାର ତ୍ୟାଗ? ଏହାକୁ ବୁଦ୍ଧି କା ଜ୍ଞାନ ବା ବୁଦ୍ଧିର ଯୋଗ କୁହାଯାଇଛି। ତ୍ୟାଗଟା ବାହାରେ ନୁହେଁ, ଭିତରେ, ଆଭ୍ୟନ୍ତରୀଣ ତ୍ୟାଗ। ଓହୋ, ଅର୍ଥାତ୍ ବାହାରେ ସବୁ ଦାୟିତ୍ୱ ତୁଲାଇବା, କିନ୍ତୁ ମନ ଭିତରେ, ବୁଦ୍ଧି ସ୍ତରରେ ନିଜକୁ ଏହି ଦେହ ଆଉ ଦେହର ସମ୍ବନ୍ଧଠାରୁ ଅଲଗା ବୋଲି ଭାବିବା। ଏକଦମ ଠିକ୍। ମାନେ ଦେହ ଅଭିମାନର ମୁକ୍ତ ହେବା। ଯେତେବେଳେ ଆମେ ନିଜକୁ ଆତ୍ମା ବୋଲି ଭାବୁ, ସେତେବେଳେ ବୁଝିପାରୁ ଯେ ଆମର ପ୍ରକୃତ ଏବଂ ସ୍ଥାୟୀ ସମ୍ବନ୍ଧ କେବଳ ପରମପିତା ପରମାତ୍ମାଙ୍କ ସହିତ। ଆଉ ଏହି ସ୍ମରଣକୁ ହିଁ ୟୋଗ ଅଗ୍ନି କୁହାଯାଇଛି, ଠିକ୍ ନା? ହଁ, ଯେପରି ଅଗ୍ନି ସବୁକିଛିକୁ ଭସ୍ମ କରିଦିଏ, ସେହିପରି ଏହି ଯୋଗରୂପକ ଅଗ୍ନି ଆତ୍ମା ଉପରେ ଲାଗିଥିବା ପାପର କଳଙ୍କିକୁ ଭସ୍ମ କରିଦିଏ। ବାଃ, ଏହା ତ ଏକ ଶକ୍ତିଶାଳୀ ବିପରୀତ ଧାରଣା। ଗୋଟେ ପଟେ କାମଚିତାର ଅଗ୍ନି, ଯେଉଁଥିରେ ଜଳି ମନୁଷ୍ୟ କଳା ପଡ଼ିଯାଇଛି, ଆଉ ଅନ୍ୟପଟେ ବାପା ଆସି ଯୋଗ ଅଗ୍ନିର ରାସ୍ତା ଦେଖାଉଛନ୍ତି, ଯେଉଁଥିରେ ଆତ୍ମା ପୁଣି ଥରେ ଗୋରା ବା ପବିତ୍ର ହୋଇଯିବା। ବହୁତ ସୁନ୍ଦର ଭାବରେ ଆପଣ ଏହାର ସାରାଂଶ କହିଲେ। ଏବଂ ଏହା ହିଁ ଏହି ଜ୍ଞାନର ଅଦ୍ୱିତୀୟତା। ତେବେ ଯେତେବେଳେ ଜଣେ ଏହି ଯୋଗ ଅଗ୍ନି ଦ୍ୱାରା ନିଜକୁ ସଫା କରେ, ତାପରେ କ'ଣ ହୁଏ? ସେଇଠୁ ବୋଧେ ସେବାର ଭୂମିକା ଆରମ୍ଭ ହୁଏ। ନିଶ୍ଚିତ ଭାବରେ ଯେତେବେଳେ ଆମ ଭିତର କଳଙ୍କି ଛାଡ଼ିବା ଆରମ୍ଭ କରେ, ଆମ ଭିତରେ ଏକ ସ୍ୱାଭାବିକ ଆକର୍ଷଣ ଶକ୍ତି ସୃଷ୍ଟି ହୁଏ। ଲୋକମାନେ ଆମକୁ ଦେଖି ପ୍ରଶ୍ନ ପଚାରନ୍ତି। ଆଉ ସେତେବେଳେ ଆମର କର୍ତ୍ତବ୍ୟ ହେଉଛି ସେମାନଙ୍କୁ ମଧ୍ୟ ଏହି ରାସ୍ତା ଦେଖାଇବା। ହଁ, ତାକୁ ହିଁ ସେବା କୁହାଯାଏ। କିନ୍ତୁ ସେବା କରିବାର ମଧ୍ୟ କିଛି ନିୟମ ଅଛି। ଯେମିତି ମୁରଲୀରେ କୁହାଯାଇଛି, ରଗ୍ ଦେଖକର ଜ୍ଞାନ ଦେନା। ଏଇଟା କରିବା ତ ବହୁତ କଷ୍ଟ। ହଁ, ଏହା ଏକ ବହୁତ ଭଲ ପ୍ରଶ୍ନ। ଏଠାରେ କେବଳ ଆମର ବାହ୍ୟ ଜ୍ଞାନ ନୁହେଁ, ବରଂ ଆମର ଯୋଗଯୁକ୍ତ ସ୍ଥିତି କାମରେ ଆସେ। ମାନେ ଯେତେବେଳେ ଆମେ ନିଜେ ଶାନ୍ତ ଆଉ ସ୍ଥିର ଥାଉ, ଆମ ଭିତରେ ଏକ ସହଜ ଜ୍ଞାନ ଜାଗୃତ ହୁଏ। ଆମେ ଅନ୍ୟମାନଙ୍କ ଆବଶ୍ୟକତାକୁ ସହଜରେ ବୁଝିପାରୁ। ଆଚ୍ଛା, ଯିଏ ଯେତିକି ପାଇଁ ଯୋଗ୍ୟ, ତାକୁ ସେତିକି ହିଁ ଦେବା ଉଚିତ। ଏକଦମ। ସମସ୍ତଙ୍କୁ ଏକା ଔଷଧ ଦିଆଯାଇପାରିବ ନାହିଁ। ଏହା ସହିତ ପ୍ରଦର୍ଶନୀ ଏବଂ ସଂଗ୍ରହାଳୟ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କିନ୍ତୁ ଏଥିରେ ଏକ ଆହ୍ୱାନ ବି ଅଛି ଯେ ହଜାର ହଜାର ଲୋକ ଦେଖିଲେ ବି କେହି କେହି ହିଁ ବୁଝିପାରନ୍ତି। ହଁ, ଆଉ ସେଇ ରାଷ୍ଟ୍ରପତିଙ୍କ ପ୍ରଧାନମନ୍ତ୍ରୀଙ୍କ ଉଦାହରଣଟି। ହଁ, ସେଇଟା ମୋତେ ବହୁତ ପ୍ରଭାବିତ କଲା। ଯଦି କୌଣସି ବଡ଼ ମନ୍ତ୍ରୀଙ୍କୁ ଡକାଯାଏ, ତେବେ ହଜାର ହଜାର ଲୋକ ଆସିବେ। କିନ୍ତୁ ଯଦି ବାବା ନିଜେ ଆସି ଏକ ସାଧାରଣ ଶରୀର ମାଧ୍ୟମରେ ଉଦ୍ଘାଟନ କରିବେ, ତେବେ ଲୋକମାନେ ବିଶ୍ୱାସ କରିବା ନାହିଁ। ଏହା ସତରେ ମନୁଷ୍ୟର ଦେହ ଅଭିମାନକୁ ଦର୍ଶାଉଛି। ଠିକ୍। ତେବେ ଏହି ସମସ୍ତ ଆଲୋଚନା ପରେ ଆଜିର ମୁରଲୀରୁ ଆମେ ଆମ ଜୀବନରେ ଧାରଣା କରିବା ପାଇଁ ମୁଖ୍ୟ ସାର କ'ଣ ନେଇପାରିବା? ଦୁଇଟି ମୁଖ୍ୟ ବିନ୍ଦୁ ଦିଆଯାଇଛି। ପ୍ରଥମତଃ, ପରିଶ୍ରମ କରି ଯୋଗବଳ ଦ୍ୱାରା ନିଜ ଆତ୍ମାର କଳଙ୍କିକୁ ପୁରା ସଫା କରିବା। ଆଉ ଏହି ଯାତ୍ରାରେ କେବେ ବି ଅନ୍ୟମାନଙ୍କ କଥା ବା ପରମତ ଉପରେ ବିଶ୍ୱାସ କରି ପାଠପଢ଼ା ଛାଡ଼ିବା ଉଚିତ ନୁହେଁ। ଏକଦମ। କେବଳ ପରମାତ୍ମାଙ୍କ ମତ ହିଁ ଶ୍ରୀମତ। ଆଉ ଦ୍ୱିତୀୟ ସାରଟି ସେବା ସହିତ ଜଡ଼ିତ। ହଁ, ଦ୍ୱିତୀୟରେ ନିଜ ବୁଦ୍ଧିକୁ ଜ୍ଞାନର ବିନ୍ଦୁରେ ସବୁବେଳେ ପରିପୂର୍ଣ୍ଣ ରଖିବାକୁ ହେବ, ଯାହାଫଳରେ ଆମେ ସଠିକ୍ ସମୟରେ ସଠିକ୍ ବ୍ୟକ୍ତିଙ୍କୁ ସଠିକ୍ ଜ୍ଞାନ ଦେଇ ସେବା କରିପାରିବା। ଆଜିର ବରଦାନଟି ମଧ୍ୟ ବହୁତ ପ୍ରେରଣାଦାୟକ। କଳିଯୁଗୀ ଦୁନିଆର ଦୁଃଖ ଅଶାନ୍ତିର ଦୃଶ୍ୟକୁ ସାକ୍ଷୀ ହୋଇ ଦେଖି ସର୍ବଦା ଅସୀମ ବୈରାଗୀ ହୁଅ। ହଁ, ଏହି ସାକ୍ଷୀ ଭାବ ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯେତେବେଳେ ଆମ ଆଖପାଖରେ ଏତେ ଦୁଃଖ ଘଟୁଥାଏ, ସେତେବେଳେ ନିଜକୁ ସାକ୍ଷୀ ଭାବରେ ଦେଖିବା କେତେଦୂର ସମ୍ଭବ? ଏହାକୁ ଏମିତି ଭାବନ୍ତୁ, ଯେମିତି ଆପଣ ସିନେମା ଦେଖୁଛନ୍ତି। ପର୍ଦ୍ଦାରେ ଦୁଃଖର ଦୃଶ୍ୟ ଦେଖି ଆପଣଙ୍କ ଆଖିରେ ଲୁହ ଆସିପାରେ, କିନ୍ତୁ ଆପଣ ଜାଣିଥାନ୍ତି ଯେ ଏହା ଏକ କାହାଣୀ। ଆଉ ଆପଣ ସେହି କାହାଣୀର ଅଂଶ ନୁହନ୍ତି। ଠିକ୍ ସେହିପରି ଆମେ ଏହି ଦୁନିଆର ନାଟକକୁ ଦେଖୁଛୁ, କିନ୍ତୁ ମନେ ରଖୁଛୁ ଯେ ଆମର ପ୍ରକୃତ ସ୍ୱରୂପ ଏହି ନାଟକଠାରୁ ଅଲଗା ଏବଂ ଅବିନାଶୀ। ବାଃ, ବହୁତ ସୁନ୍ଦର। ଆଉ ଆଜିର ସ୍ଲୋଗାନଟି ହେଉଛି, ଯେ କୌଣସି ପ୍ରକାରର ଭୂମି ପ୍ରସ୍ତୁତ କରିବାକୁ ହେଲେ ବାଣୀ ସହିତ ବୃତ୍ତି ଦ୍ୱାରା ସେବା କର। ଏହି ବୃତ୍ତି ଶବ୍ଦଟିକୁ ଟିକେ ବୁଝାଇବେ କି? ବୃତ୍ତିର ଅର୍ଥ ହେଉଛି ଆମର ମନୋଭାବ,
ଆମର ଆଭ୍ୟନ୍ତରୀଣ ଭାବନା ଆମେ କେବଳ ମୁହଁରେ ଜ୍ଞାନ ଦେଇ ସେବା କରିପାରିବା ନାହିଁ। ମାନେ ଆମର ବାଣୀ ସହିତ ଆମର ଭାବନା ବା ଭାଇବ୍ ମଧ୍ୟ ଶୁଦ୍ଧ ହେବା ଦରକାର। ଏକଦମ ଆମର ଶୁଦ୍ଧ ବୃତ୍ତି ହିଁ ଅନ୍ୟମାନଙ୍କ ହୃଦୟକୁ ସ୍ପର୍ଶ କରି ସେମାନଙ୍କୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରେ। ଏହି ଗଭୀର ଆଲୋଚନା ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ। ଏହା ବାସ୍ତବରେ ମୁରଲୀର ଅନେକ ସୂକ୍ଷ୍ମ ଦିଗକୁ ଆଲୋକିତ କଲା। ଧନ୍ୟବାଦ। ଶେଷରେ ଆମ ଶ୍ରୋତାଙ୍କ ପାଇଁ ଏକ ଚିନ୍ତାର ଖୋରାକ। ଆଜିର ଅବ୍ୟକ୍ତ ଇଶାରାରୁ ଏକ ବିଚାର ଆସୁଛି। ଧାରଣାଟି ହେଉଛି ନିଜର ମନ ଏବଂ ଚେତନାକୁ ଏକ ମସିନ୍ ପରି ସେଟ୍ କରିବା। ଆଚ୍ଛା। ଯାହାଫଳରେ ଆମର ସଂକଳ୍ପ, ଶବ୍ଦ ଏବଂ କର୍ମ ସବୁକିଛି ସ୍ୱୟଂଚାଳିତ ଭାବେ ଏକ ସମ୍ପୂର୍ଣ୍ଣ ଏବଂ ସିଦ୍ଧ ଅବସ୍ଥା ସହିତ ସମନ୍ୱିତ ହୋଇଯିବ। ତେବେ ପ୍ରଶ୍ନଟି ହେଉଛି, ଆମର ଏହି ଆଭ୍ୟନ୍ତରୀଣ ଯନ୍ତ୍ରକୁ ଏପରି ଏକ ସିଦ୍ଧ, ସ୍ୱୟଂଚାଳିତ ସ୍ଥିତିରେ ସେଟ୍ କରିବା ପାଇଁ ପ୍ରକୃତରେ କ'ଣ ଆବଶ୍ୟକ? ଏକ ଗଭୀର ଚିନ୍ତନର ବିଷୟ। ଶାନ୍ତି ଓ ଆନନ୍ଦ ବିସ୍ତାର କରିବାରେ ସାହାଯ୍ୟ କରିବା ପାଇଁ ଦୟାକରି ଏହି ଭିଡିଓକୁ ନିଜର ବନ୍ଧୁ ଓ ପରିବାର ସହିତ ସେୟାର କରନ୍ତୁ ଏବଂ ବାବାଙ୍କର ଆଶୀର୍ବାଦ ପ୍ରାପ୍ତ କରନ୍ତୁ। ଯଦି ଆପଣଙ୍କୁ ଏହି ଆଲୋଚନା ଭଲ ଲାଗିଲା, ତେବେ କମେଣ୍ଟ ବକ୍ସରେ ଓମ୍ ଶାନ୍ତି ଲେଖି ଆମକୁ ଜଣାନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।